ଆପଣଙ୍କର ହଜବେଣ୍ଡ ଗୋଟେ ମାନେ ଗ୍ୟାରେଜ ଦେଇଛନ୍ତି ବଜାର ଉପରେ ତାଙ୍କ ସାଙ୍ଗରେ ସେମିତି କାହାର ଦୁଶ୍ମନୀ କିଛି ଅଛି କି? ନା ମିଛ କଥା। କୋଉ ଯାଏଁ ପାଠ ପଢିଛି ଝିଅ? ଅଷ୍ଟମ ଯାକ। ଆଚ୍ଛା 2 ବର୍ଷ ଛାଡ଼ିଦେଲା ଯଦି ତାହେଲେ ଛାଡ଼ିଦେଲା ଯଦି ପୁଣି ଯେଉଁ ଲୋକେ କହୁଛନ୍ତି ବହି ଧରିକି ବହି ଆଣିବା ପାଇଁ ଯାଉଥିଲେ ସାଙ୍ଗ ଘରକୁ ତେବେ ଆପଣ ଏ ଦିଗରେ କ'ଣ ସହମତ କି ବହି ଆଣିବା ପାଇଁ ଝିଅ ଯାଇଥିଲା ବୋଲି? ନା ତାଙ୍କ ଘର ଲୋକ ସାହାଯ୍ୟ କରିକି ଡ୍ରେସ୍କୁ ମାନେ ଯେଉଁ ନିଆଁଟା ଲିଭେଇଲେ ତାପରେ ତାକୁ କିଛି ନୂଆ ଡ୍ରେସ୍ ପିନ୍ଧେଇଲେ। ତାପରେ ଆପଣ କେତେବେଳେ ଝିଅକୁ ଯାଇ ଦେଖିଥିଲେ? ମୁଁ ଝିଅକୁ ଦେଖିନି। ଏପର୍ଯ୍ୟନ୍ତ ଝିଅ ଦେଖିନାହାନ୍ତି? ନା ମାନେ ଏମ୍ସ ବି ଯାଇକି ଦେଖିନାହାନ୍ତି ଭୁବନେଶ୍ୱର? ନା ଡାକ୍ତର ଛାଡ଼ି ନାହାନ୍ତି। ଆଚ୍ଛା ତେଣୁ ଆପଣ ଏ ଯେ ଝିଅକୁ ଦେଖିନାହାନ୍ତି କିନ୍ତୁ ଏବେ ଯେଉଁ ଝିଅର ଅବସ୍ଥା କେମିତି ଅଛି ଆମେ ପରେ କଥା ହେବା କିନ୍ତୁ ଯେତେବେଳେ ଆପଣ ଦେଖିଲେ କି ଆପଣଙ୍କ ଘର ଲୋକ କହିଥିବେ ଝିଅ ପଡ଼ିଗଲା। ଆଚ୍ଛା ତାପରେ ଆପଣ ତ ପଚାରିଥିବେ ହଠାତ୍ ମୁଁ ତ ତାକୁ ବିସ୍କୁଟଟା ଦେଲି ଆଜ୍ଞା। କେମିତି ପଡ଼ିଗଲା କ'ଣ ଘଟଣା ହେଲା? ମୁଁ କହିଲି ପିଲା କେମିତି ପଡ଼ିଲା ଆମେ ସେ କିଛି କହିଲେନି କିନ୍ତୁ ଆମେ ମେଡ଼ିକାଲ ନେଇକି ଯାଉଛନ୍ତି ପିଲାକୁ ନେଇକି। ଆଚ୍ଛା ଯେଉଁମାନେ ଯାଇଥିଲେ ଝିଅକୁ ଦେଖିଥିଲେ ସେମାନେ ତ କହିଥିବେ କାରଣ ତାଙ୍କୁ ଦୁଃଖୀ ସାମ କହିଥିବ କି ଏମିତି ଏମିତି ମୁଁ ତାଙ୍କୁ ରଖିଥିଲି ଏମିତି ଦେଖିଲି ସେ କ'ଣ କହିଲେ ତାଙ୍କୁ? କ'ଣ କହିଥିବେ ମୁଁ କହିପାରିବିନି। ତଥାପି ଝିଅ ଆପଣ ତ ପଚାରିଥିବେ ଆରେ ଝିଅ ତ ଖାଇକି ଗଲା କେମିତି ପଡ଼ିଲା ସେ କହିଥିବେ କି କିଏ ତାଙ୍କୁ ନେଇଗଲା କି କିରୋସିନ ନା ସେ ଢାଳିଦେଲା? କିଛି କହିନି ସେ ଝିଅ ଆସିଲେ ସେ ଜବାନବନ୍ଦୀଟା ଦେବେ ମୁଁ କେମିତି କହିବି? ଆଚ୍ଛା ତାହେଲେ ଯେତେବେଳେ ଆପଣଙ୍କର କାହାକୁ ସନ୍ଦେହ ଲାଗୁଛି କି ଝିଅର କେଉଁ ସାଙ୍ଗସାଥି ହୁଅନ୍ତୁ କି ଝିଅର କିଏ ସହପାଠୀ ହୁଅନ୍ତୁ କି ଆପଣଙ୍କର ଯେହେତୁ କହିବ ସିନା କିଏ ଡାକି କରି ନେବେ ସାଙ୍ଗ କିଏ ସେ ଝିଅ କହିଲେ ମୁଁ କେମିତି କହିବି? ଝିଅ ସାଙ୍ଗରେ କି ଝଗଡ଼ା ଫଗଡ଼ା ତାର ସାଙ୍ଗସାଥି କିଏ କରିଛନ୍ତି ସେ ଦେଖିଛନ୍ତି କେବେ? ନା ଆଚ୍ଛା ଯେହେତୁ ଆପଣଙ୍କର ହଜବେଣ୍ଡ ଗୋଟେ ମାନେ ଗ୍ୟାରେଜ ଦେଇଛନ୍ତି ବଜାର ଉପରେ ତାଙ୍କ ସାଙ୍ଗରେ ସେମିତି କାହାର ଦୁଶ୍ମନୀ କିଛି ଅଛି କି? ନା ମିଛ କଥା। ସେମିତି କିଛି ନାହିଁ ନାଇଁ ଆମେ ବି ଦେଖିଥିଲୁ କାରଣ ଆମେ ପ୍ରତିକ୍ରିୟା ବି ନେଇଥିଲୁ ଗାଁ ଲୋକଙ୍କୁ ବି ପ୍ରତିକ୍ରିୟା କହିଥାଉ ସେ ବହୁତ ଭଦ୍ର ଲୋକ ଯେଉଁ ଆପଣଙ୍କ ଭାଷାରେ ନମାଜି ଲୋକ ତେଣୁକରି ତାଙ୍କ କିଛି ନାହିଁ ତେଣୁ ଆପଣ କ'ଣ ଭାବୁଛନ୍ତି ମାନେ କ'ଣ ହେଇଥାଇପାରେ? ଆପଣ କ'ଣ ଭାବୁଛନ୍ତି ମାନେ ଗୋଟେ ମନରେ ଆସୁନଥିବ କ'ଣ ଏମିତି ହେଇଥିବ କି ପ୍ରକୃତରେ କିଏ କହୁଛି କି ସେ ପେଟ୍ରୋଲ ଢାଳିକି କରିଦେଇଛି କିଏ କହୁଛି କିରୋସିନ ନେଇକି ଯାଇଛି ଯେହେତୁ 2ଟା ବୋତଲ କିରୋସିନ ମିଳିଥିଲା ତେଣୁ କିଏ କହୁଛି ସେଠି କିରୋସିନ ବୋତଲ ଥିଲା ମାନେ ହୁଏତ ସେ କିରୋସିନ ଢାଳିଥିବେ ହୁଏତ ସେ ନିଜେ ଢାଳିଛନ୍ତି କିମ୍ବା ନହେଲେ ଅନ୍ୟ ଯେଉଁ ନେଇଥିଲେ ଟେକିକି ଯେଉଁ କୁହାଯାଉଛି 3 ଜଣ ସେମାନେ ଢାଳିଥିବେ କିନ୍ତୁ ଗୋଟେ ଝିଅ କ'ଣ ପାଇଁ ସେ ନିଜ କିରୋସିନ ଢାଳିବ? ଘରେ ସେ ଆପଣଙ୍କ ସାଙ୍ଗରେ ଝଗଡ଼ା ଫଗଡ଼ା କେବେ ହେଇଛି କି? ପାଠ ପଢ଼ାକୁ ନେଇ କେବେ ସେମିତି ଆପଣ ତାକୁ ରାଗିଛନ୍ତି କି? ନା ନା ସେ ତ ପାଠ ପଢ଼ିନି ପାଠ ଛାଡ଼ିଦେଲାଣି 2 ବର୍ଷ ହେଲା। ଆଚ୍ଛା ରାଗିବି କେମିତି? ଆଚ୍ଛା ପାଠ ଛାଡ଼ିଦେଲେ ମାନେ କେତେ ମାନେ କେଉଁ ଯାଏଁ ପାଠ ପଢ଼ିଛି ଝିଅ? ଅଷ୍ଟମ ଯାକ। ଆଚ୍ଛା 2 ବର୍ଷ ଛାଡ଼ିଦେଲା ଯଦି ତାହେଲେ ଛାଡ଼ିଦେଲା ଯଦି ପୁଣି ଯେଉଁ ଲୋକେ କହୁଛନ୍ତି ବହି ଧରିକି ବହି ଆଣିବା ପାଇଁ ଯାଉଥିଲେ ସାଙ୍ଗ ଘରକୁ ତେବେ ଆପଣ ଏ ଦିଗରେ କ'ଣ ସହମତ କି ବହି ଆଣିବା ପାଇଁ ଝିଅ ଯାଇଥିଲା ବୋଲି? ନା ନାଇଁ ତାପରେ ଆଉ ଗୋଟେ କଥା ଉଠୁଛି କି ଝିଅକୁ କୁଆଡ଼େ ପାର୍ସଲ ପାଇଁ କେଉଁ ଗୋଟେ ସାଙ୍ଗ କହିଲା କି ପାର୍ସଲ ତୋର ଆସିଛି ତୁ ଆସେ ଏଇଟା ବି କ'ଣ ସତ? ମୁଁ କହିପାରିବିନି ସେ ଝିଅ ଆସିଲେ ସେ ଜବାନବନ୍ଦୀଟା ଦେବେ ମୁଁ ଜାଣିନି ବୋଉ ହେଇକି ମୁଁ ଜାଣିପାରିବିନି ପାର୍ସଲ ପାଇଁ ଯାଇଥିଲା କିଏ ଏତେ ତ ଡାକିକରି ନେଇଗଲେ ମୁଁ କହିପାରିବିନି ଝିଅ ଆସିଲେ ସେ ଜବାନବନ୍ଦୀଟା ଦେବେ ମୁଁ କେମିତି କହିବି? ଆଚ୍ଛା ପାର୍ସଲ ଯେମିତି ଆମେ ସାଧାରଣତଃ ଜାଣିଛୁ ପାର୍ସଲ ଆସିଲେ ମୋବାଇଲକୁ ଖବର ଆସେ କିନ୍ତୁ ଆପଣଙ୍କ ଘରେ ମୋବାଇଲ କେଇଟା ଅଛି? ନା ଆମର ମୋବାଇଲଟା ନାହିଁ। ଆଚ୍ଛା ମାନେ ଆପଣଙ୍କର ଖାଲି ହଜବେଣ୍ଡଙ୍କ ପାଖରେ ଆପଣଙ୍କ ସ୍ୱାମୀଙ୍କ ପାଖରେ ଗୋଟେ ମୋବାଇଲ ଅଛି ଯେଉଁଟାକି ସେଇ କେବଳ ବ୍ୟବହାର କରୁଛନ୍ତି ଆଉ ଘର ମେମ୍ବର କାହା ପାଖରେ ମୋବାଇଲ ନାହିଁ ତେଣୁ ଯେଉଁ ପାର୍ସଲ କଥା କହୁଛନ୍ତି ତେଣୁ ପାର୍ସଲ ତ ଆପଣଙ୍କର ସ୍ୱାମୀଙ୍କ ପାଖରେ ତ ମୋବାଇଲ ଅଛି ପାର୍ସଲ କେମିତି ଆସି ତାମାନେ ପାର୍ସଲ କଥା ମିଛ? ସେ ମିଛ କଥା। ଆଚ୍ଛା ଏବେ ଆମେ ଆସିବା ଯେହେତୁ ଆପଣ ଜାଣିଥିବେ ଆପଣଙ୍କୁ ତ ଯାଇଥିଲେ ଏମ୍ସ ଯାଇଥିଲେ କିନ୍ତୁ ଏମ୍ସକୁ ଦେଖେଇଲେନି ଡକ୍ଟର କ'ଣ ପାଇଁ ଆପଣ ପଚାରିଥିବେ ମୁଁ ଗୋଟେ ତାର ମାଆ ଗୋଟେ ଝିଅକୁ ନ ଦେଖି ମୁଁ କେମିତି ରହିବି ଆପଣ ପ୍ରଶ୍ନ କରିଥିଲେ? ନା ମୁଁ ପ୍ରଶ୍ନ ପଚାରିନି କିନ୍ତୁ ଏଇନା ଝିଅ ଭଲ ନାହିଁ କାହାକୁ ଛାଡ଼ ହେବନି। ଆଚ୍ଛା ସେଠି ଝିଅକୁ କାହାକୁ ଛାଡ଼ିବ ମାନେ ଆପଣଙ୍କୁ ତ ଦେଖେଇ ନାହାନ୍ତି ଝିଅର ବାପା ଝିଅର ଦାଦା ଝିଅର ପିଇସି ସମସ୍ତେ ଦେଖିଛନ୍ତି। ସମସ୍ତେ ଦେଖିଛନ୍ତି ତାହେଲେ ଆପଣ କ'ଣ ପାଇଁ ଦେଖେଇଲେନି? ସେ ଛାଡ଼ିଲେନି କହିଲେ ମାନେ ଆପଣ ବୋଧେ ଅଧିକ ଆଚ୍ଛା ଇନଫେକ୍ସନ୍ ହେଇଯିବ ନା ଆପଣ ଅଧିକ ନିୟମ ପ୍ରାଣ ହେଇକି କାନ୍ଦି ପକେଇବେ କି ଆପଣ ଭାଙ୍ଗି ପଡ଼ିବେ ସେଇ ସକାଶେ ଛାଡ଼ିଲେନି। ଆଚ୍ଛା ତେଣୁ ଏବେ ଯେହେତୁ ଆଜିକୁ ହେଇଗଲାଣି 6 ଦିନ ହେଲାଣି ତେଣୁ କାହାକୁ ଆପଣ ସନ୍ଦେହ କରୁଛନ୍ତି କି? କାରଣ ସବୁବେଳେ ଦେଖୁଥିବେ ଆପଣ କହୁଥିବେ କାରଣ ଡଗ୍ ସ୍କ୍ୱାଡ୍ ଆସିକି ତାର ସବୁ ତାର ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଆସିକି ତାର ତଦନ୍ତ କରିଛି ସମସ୍ତେ ହଁ କରିଛନ୍ତି। ଆପଣ କ'ଣ ଭାବୁଛନ୍ତି ଯିଏ ଅଭିଯୁକ୍ତ ଯଦି ବା ଥିବେ ଅଭିଯୁକ୍ତ ଏଇ ଗାଁର ନା ପର ଗାଁର ନା କିଏ ସେମିତି ବୋଲି ଆପଣ ଭାବୁଛନ୍ତି? ନା ମୁଁ ଭାବିନି କିଛି। ଆଚ୍ଛା କୁକୁର କଥାକୁ ନେଇ କହିଥିଲେ ଗୋଟେ ଯେଉଁ ଡଗ୍ ସ୍କ୍ୱାଡ୍ର ଯେଉଁ ଆସିଥିଲେ ଆପଣ କହିଛନ୍ତି କି କୁକୁରକୁ ତାକୁ ସିଆଡ଼କୁ ନେଇକି ଗଲେ କୁକୁରକୁ ବସ୍ତିକି ଆଣିବା ଦରକାର ବସ୍ତି କ'ଣ ପାଇଁ ଆପଣ ଖୋଜୁଛନ୍ତି? ଏଇଠି କୁକୁର ଆସିଲେ ହୁଏତ ଅଭିଯୁକ୍ତ ଧରା ପଡ଼ିଥାନ୍ତେ।
ମାନେ କିଏ ସେ କାମ କରିଛି ମୁଁ ସେ କଥା କହୁଛି ବସ୍ତିରେ ବୁଲେଇବା ବୋଲି। ଆଚ୍ଛା ଆଚ୍ଛା ବସ୍ତିରେ ବୁଲେବି ଯେମିତି ଆପଣ ଗଣମାଧ୍ୟମ କହିଛନ୍ତି ସେଇଠି ଆପଣ ଝିଅଟା ପଦକରୁ ବାହାରୁନି କିଏ ସେମିତିଆ କାମ କରିଛି ଏସବୁ କଥା ମୁଁ କହିଲି। ଆଚ୍ଛା ଝିଅ ଯେଉଁ ଆମେ ଦେଖିଲୁ ଯେଉଁ ରାସ୍ତାରେ ବି ଆମେ ଦେଖୁଥିଲୁ କି ଯେଉଁ ନିଛାଟିଆ ରାସ୍ତାରେ ସେଇ ରାସ୍ତାରେ କେବେ ଝିଅ ଏକୁଟିଆ କେବେ ଘରୁ ଯାଇଛି ନା କେବେ ଏକୁଟିଆ ଯାଉଛନ୍ତି ଯେତେବେଳେ ଯାଉଛି କା ସାଙ୍ଗସାଥି କି ବାପାଙ୍କ ସାଙ୍ଗରେ ଯାଉଛି ବାହାରକୁ? ନା ବାପା ସାଙ୍ଗରେ ବି ଯାଉନି ସେ ଏମିତି ଦେହ ଖରାପ ହେଇଥିଲା ତା ବାପା ନେଇକି ମେଡ଼ିକାଲକୁ ଯାଉଛନ୍ତି ଆଚ୍ଛା ଏମିତି ବୁଲିବାକୁ ତାମାନେ ଯେଉଁ କଥା ଉଠୁଛି କି ସେ ବହି ଫେରିବାକୁ ଯାଇଥିଲା କି ବହି ଆଣିବାକୁ ଯେଉଁ ଯାଇଥିଲା କହୁଛନ୍ତି ସେଇଟା ତାହେଲେ ମିଛ କାରଣ ଆପଣ କହିବା କଥା ଝିଅ 2 ବର୍ଷ ହେଲା ପାଠ ଛାଡ଼ି ଦେଇଛି ଆଉ ଯେଉଁ ପାର୍ସଲ କଥା କହୁଛନ୍ତି ଯେହେତୁ ବାପାଙ୍କ ପାଖରେ ଗୋଟିଏ ମୋବାଇଲ ଅଛି ତେଣୁ ପାର୍ସଲ ବି ମିଛ।